ଆରେ ମା, ମୁଁ ଖାଇବା ରୋଷେଇ କରିଦେଇଛି। ଠିକ ସମୟରେ ଖାଇନେବୁ। ମୁଁ ଏବେ କାମକୁ ଯାଉଛି। ମା ମା, ଆଜି ଆମ ସ୍କୁଲ ଛୁଟି। ମତେ ଘରେ ଏକା ରହିବାକୁ ଇଚ୍ଛା ହେଉନି। ମୁଁ ବି ତୁମ ସାଙ୍ଗରେ ଯିବି। କାଉ ଭଉଣୀଙ୍କ ଘର ଅନେକ ଦୂର। ରାସ୍ତାରେ ନଦୀ ବି ପଡ଼ିବ। ନଦୀ ପାର ହେଇ କାଉ ଭଉଣୀଙ୍କ ଘରକୁ ଗଲେ ତୁ ଥକି ଯିବୁ। ତା ଛଡ଼ା ମୁଁ କାମରେ ବ୍ୟସ୍ତ ରହିବି। ତୁ ଏକା ଏକା ସେଠି କ'ଣ କରିବୁ କହିଲୁ? ନାଇଁ ମା, ମୁଁ ଜମା ବି ଥକିବିନି। ତୁମର କ'ଣ ମନେ ନାହିଁ, ଆମ ସ୍କୁଲରେ ଯେତେବେଳେ ଉଡ଼ିବା ପ୍ରତିଯୋଗିତା ହେଇଥିଲା ମୁଁ ପ୍ରଥମ ହେଇଥିଲି। ମୁଁ ତୁମ ସାଙ୍ଗରେ ଯିବି ମା। ସେଠି ମୋ ସାଙ୍ଗ ଚିକି ଥିବ। ମୁଁ ତା ସାଙ୍ଗରେ ଖେଳିବି। ଆଚ୍ଛା ଠିକ ଅଛି, ତତେ ଆଉ ବୁଝେଇ ହେବନି। ଆସ ମୋ ସାଙ୍ଗରେ। ଏମିତି କଥା ହେଇ ମା ଚଢ଼େଇ ଆଉ ତାର ଝିଅ କାଉ ଘରକୁ ଗଲେ। ସେତେବେଳେ କାଉ ଛୁଆ ବାହାରେ ଖେଳୁଥିଲା। ଆରେ କୁନି, ତୁ ଆସିଛୁ? ଆସ, ଆମେ ସାଙ୍ଗ ହେଇ ଖେଳିବା। ଆଚ୍ଛା ତେବେ ମା, ଯା ଚିକି ସହ ଖେଳିବୁ। ମୋ କାମ ସାରିଦେଇ ଆସେ। ଚଢ଼େଇ ତା କାମ କଲା। କାଉ ଛୁଆ ଆଉ ଚଢ଼େଇ ଛୁଆ ଖେଳୁଥିଲେ। ସେପଟେ ଓହୋ, ଭାରି ଥକା ଲାଗିଲାଣି। ଶୀଘ୍ର ଶୀଘ୍ର ଘରକୁ ଯାଏ। ଏ ଜଙ୍ଗଲରେ ଲିଚୁ ମିଳୁନି। ମୁଁ କେତେ ଦାମ ଦେଇ ପାଖ ଜଙ୍ଗଲରୁ ଏ ଲିଚୁ ଆଣିଛି କେବଳ ମୋ ଝିଅ ପାଇଁ। ମୋ ଝିଅ କେତେ ଦିନରୁ ଲିଚୁ ଖାଇବାକୁ ଇଚ୍ଛା କରିଥିଲା। ଆଜି ସେ ଲିଚୁ ଦେଖିଲେ ଅନେକ ଖୁସି ହେଇଯିବ। ଆରେ ମା ଦେଖେ, ମୁଁ ଆଜି ତା ମନ ପସନ୍ଦର ଲିଚୁ ଫଳ ଆଣିଦେଇଛି। ଏଇ ନେ। ମା ମା ଦେଖ, ଆଜି ମୋ ସାଙ୍ଗ କୁନି ଘରକୁ ଆସିଛି। ତାକୁ ବି କିଛି ଲିଚୁ ଦିଅ ନା। ଓହୋ, ଏବେ କ'ଣ କରିବି? ମୁଁ କେବଳ ମୋ ଝିଅ ପାଇଁ ଏତେ ଦାମ ଦେଇ ଲିଚୁ ଆଣିଥିଲି। ଏଇ ଗରିବ ଚଢ଼େଇକୁ ଲିଚୁ ଦେବା ପାଇଁ ମୋର ଜମା ଇଚ୍ଛା ହେଉନି। ମୁଁ ୟାକୁ ଗୋଟେ ଲିଚୁ ଦେଇଦିଏ, ନହେଲେ ଇଏଠୁ ଯିବନି। ଆଣ୍ଟି, ମୁଁ ଆଜି ଯାଏ କେବେ ବି ଲିଚୁ ଖାଇନି। ଲିଚୁର ଦାମ ଅଧିକ ବୋଲି ମା ଘରକୁ ଆଣନ୍ତିନି। ଆରେ କୁନି, ଏଇ ଗୋଟେ ଲିଚୁ ନେଇ ଘରକୁ ଯା, ତ ଘରେ ବସି ଖାଇବୁ। ଗୋଟିଏ ଲିଚୁ ପାଇଲା ପରେ ଚଢ଼େଇ ଛୁଆ ଅନେକ ଖୁସି ହେଇଗଲା। ସେ ଲିଚୁ ଖାଇବା ଭାବି ଖୁସିରେ ଘରକୁ ଯାଉଥିଲା। ସେ ନଦୀ ପାର ହେବା ସମୟରେ ହଠାତ୍ ତାର ଲିଚୁ ଖସି ନଦୀ ପାଣିରେ ପଡ଼ିଗଲା। ଆରେ ଏଇଟା କ'ଣ ମୋ ଉପରେ ପଡ଼ିଲା? ଏଇଟା ତ ଗୋଟେ ଫଳ ପରି ଦେଖାଯାଉଛି। ଏମିତି ଅଦ୍ଭୁତ ଫଳ ମୁଁ ଆଗରୁ ଦେଖିନଥିଲି। ମୁଁ ଥରେ ଖାଇକି ଦେଖେ। ଏ ସବୁ କ'ଣ ହେଇଗଲା? କେତେ ଦିନ ପରେ ମୁଁ ଲିଚୁ ଖାଇବି ଭାବିଥିଲି, ହେଲେ ଖାଇ ପାରିଲିନି। ଫଳଟା କେତେ ମିଠା ଥିଲା। ଆରେ ଉପରେ ଏମିତି କିଏ କାନ୍ଦୁଛି? ଜଳ ପରି ନଦୀ ଉପରକୁ ଆସିଲା। ଆରେ ଛୋଟ ଝିଅ, ତୁ ଏ ନଦୀ କୂଳରେ ବସି ଏମିତି କାନ୍ଦୁଛୁ କାହିଁକି? କ'ଣ ହେଇଛି ତୋର? ମତେ ଭୟ କରନି, ମୁଁ ଜଳ ପରି। ମୁଁ ଏ ନଦୀରେ ରୁହେ। ଜଳ ପରି? ମୁଁ କେବେ ବି ଲିଚୁ ଖାଇ ନଥିଲି। ଆଜି ପ୍ରଥମ ଥର ମୁଁ ଲିଚୁ ଖାଇଥାନ୍ତି, ହେଲେ ଚଢ଼େଇ ଛୁଆ ଜଳପରୀକୁ ସବୁ ଘଟଣା କହିଲା। ଆରେ ଛୋଟ ଝିଅ, ମତେ କ୍ଷମା କରିଦେବୁ। ତୋର ସେ ଲିଚୁ ଫଳ ମୋ ଉପରେ ପଡ଼ିଲା। ମୁଁ ସେ ଫଳକୁ ଜାଣିବା ପାଇଁ ତାକୁ ଖାଇଦେଲି। ହେଲେ ତୁ ଚିନ୍ତା କରନି, ଏ ଲିଚୁ ମଞ୍ଜିରେ ମୁଁ ମୋର ଯାଦୁ ଶକ୍ତି ମିଶାଇ ଦେଇଛି। ତୁ ଏ ମଞ୍ଜି ନେ, ତୋ ବଗିଚାରେ ଲଗେଇଦେବୁ। ସକାଳେ ହିଁ ତୁ ମନ ଭରି ଲିଚୁ ଖାଇପାରିବୁ। ତୁମେ ସତ କହୁଛ ଜଳପରୀ? ତୁମକୁ ଅନେକ ଅନେକ ଧନ୍ୟବାଦ। ଛୋଟ ଝିଅ, ମତେ ଲିଚୁ ଭାରି ଭଲ ଲାଗିଲା। ଯେବେ ଗଛରେ ଲିଚୁ ଫଳିବ, ମୋ ପାଇଁ ବି କିଛି ଲିଚୁ ଆଣିଦେବୁ। ହଁ ହଁ ଜଳପରୀ, ମୁଁ ନିଶ୍ଚୟ ଆଣିଦେବି। ମୁଁ ଏବେ ଯାଉଛି। ତାପରେ ଚଢ଼େଇ ଛୁଆ ମଞ୍ଜି ଧରି ଘରକୁ ଗଲା, ଆଉ ସେ ମଞ୍ଜି ପୋତି ଦେଲା। ମା ଚଢ଼େଇ ସେତେବେଳେ କାମରୁ ଫେରିଲା। ଚଢ଼େଇ ଛୁଆ ତାର ମାକୁ ସବୁ ଘଟଣା କହିଲା। ସକାଳ ହେଲା ପରେ ଦେଖ, ଜଳପରୀ ଠିକ କହୁଥିଲେ। ଆମ ଲିଚୁ ଗଛରେ କେତେ ସାରା ଲିଚୁ ଫଳିଛି। ମା, କିଛି ଲିଚୁ ପାଳି ଦିଅ ନା, ମୁଁ ଖାଇବି। ତାପରେ ମା ଚଢ଼େଇ
ଆଉ ତାର ଝିଅ କିଛି ଲିଚୁପାଳି ଖାଇଲେ। ସେମାନେ ଗଛର ଯୋଉ ଜାଗାରୁ ଲିଚୁପାଳି ଖାଇଥିଲେ ସଙ୍ଗେ ସଙ୍ଗେ ସେ ଜାଗା ପୁଣି ଥରେ ଲିଚୁରେ ଭରିଗଲା। ସତରେ ମା, ଏ ଲିଚୁ ଖାଇବାକୁ ଭାରି ମିଠା। ହଁ ମା, ସେପଟେ ଦେଖ, ଗଛର ଯୋଉ ଜାଗାରୁ ଆମେ ଲିଚୁ ପାରିଥିଲେ ସେ ଜାଗା ପୁଣି ଥରେ ଲିଚୁରେ ଭରିଗଲା। ଏବେ ଆମେ ସବୁଦିନ ଲିଚୁ ଖାଇପାରିବା। ମା, ତୁମେ ଲିଚୁ ନେଇ ବଜାରରେ ବିକ୍ରି ବି କରିପାରିବ। ତୁମକୁ ଆଉ ଅନ୍ୟ ଘରେ କାମ କରିବାକୁ ପଡ଼ିବନି। ହଁ ରେ ମା, ତୁ ଠିକ କହିଲୁ। ମୁଁ ଆଜି ହିଁ କିଛି ଲିଚୁ ନେଇ ବଜାରକୁ ଯିବି ଆଉ ବିକ୍ରି କରିବି। ସନ୍ଧ୍ୟାରେ କାଉ ଭଉଣୀଙ୍କୁ କହିଦେଇ ଆସିବି ମୁଁ ତାଙ୍କ ଘରେ ଆଉ କାମ କରିବିନି। ଠିକ ଅଛି ମା, ତୁମେ ଏବେ ବଜାରକୁ ଯାଅ। ମୁଁ ବି କିଛି ଲିଚୁ ନେଇ ଜଳପରୀଙ୍କୁ ଦେଇ ଆସୁଛି। ଏମିତି ମା ଚଢ଼େଇ ଲିଚୁ ପାଳି ସେସବୁ ନେଇ ବଜାରକୁ ଗଲା। ଆଉ ଚଢ଼େଇ ଛୁଆ କିଛି ଲିଚୁ ନେଇ ଜଳପରୀ ପାଖକୁ ଗଲା। ଜଳପରୀ, ଜଳପରୀ, କୋଉଠି ଅଛ? ବାହାରକୁ ଆସ। ଆରେ ଛୋଟ ଝିଅ, ତୁ ଆସିଗଲୁ? ହଁ ଜଳପରୀ, ଏଇ ଦେଖ, ମୁଁ ତମ ପାଇଁ ଲିଚୁ ଆଣି ଦେଇଛି, ନିଅ। ଜଳପରୀ, ମନା କୁନି। ତୁ ମୋ କଥା ମନେ ରଖିଛୁ କୁନି, ତତେ ବହୁତ ବହୁତ ଧନ୍ୟବାଦ। ଏମିତି ଜଳପରୀ ଆଉ ଚଢ଼େଇ ଛୁଆ ଖୁବ ଭଲ ସାଙ୍ଗ ହେଇଗଲେ। ପ୍ରତିଦିନ ଚଢ଼େଇ ଛୁଆ ଜଳପରୀକୁ କିଛି ଲିଚୁ ଆଣି ଦେଉଥିଲା। ଚଢ଼େଇ, ତୁ ଲିଚୁ ଆଣିଛୁ? ଏତେ ସୁନ୍ଦର ଲିଚୁ ତୁ କୋଉଠୁ ପାଇଲୁ? ତୁ କଣ ସହରରୁ ଆଣିଛୁ? ହଁ, ମୋ ଜଙ୍ଗଲରେ ବହୁତ କମ ଚଢ଼େଇ ଲିଚୁ ବିକ୍ରି କରୁଛନ୍ତି। ନା ନା ଭଉଣୀ, ମୁଁ ସହରରୁ ଲିଚୁ ଆଣିନି। ମୋ ବଗିଚାର ଲିଚୁ ଗଛରୁ ମୁଁ ଏ ଲିଚୁ ଆଣିଛି। ଥରେ ଖାଇକି ଦେଖ, ଏ ଲିଚୁ ତମ ମାନଙ୍କୁ ନିଶ୍ଚୟ ଭଲ ଲାଗିବ। ତୁ ସତ କହୁଛୁ ଚଢ଼େଇ? ଦେ ଦେ, ଆମକୁ କିଛି ଲିଚୁ ଚାଖିବାକୁ ଦେ। ବା ଚଢ଼େଇ, ତୋ ଗଛର ଲିଚୁ ତ ଖୁବ ମିଠା ହେଇଛି। ଏମିତି ସ୍ୱାଦିଷ୍ଟ ଲିଚୁ ମୁଁ ଆଗରୁ କେବେ ଖାଇ ନଥିଲି। ମତେ 1 କିଲୋ ଲିଚୁ ଦେ, ମୁଁ କିଣିକି ଘରକୁ ନେବି। ଏହିପରି ଧୀରେ ଧୀରେ ଚଢ଼େଇର ସବୁ ଲିଚୁ ବିକ୍ରି ହେଇଗଲା। ମା ଚଢ଼େଇ ବହୁତ ଭଲ ଟଙ୍କା ରୋଜଗାର କରୁଥିଲା। ସେ କାଉକୁ ବି ମନା କରିଦେଲା ତା ଘରେ କାମ କରିବା ପାଇଁ। ଦିନେ କାଉର ସ୍ତ୍ରୀ ଦେଖିଲା ଚଢ଼େଇ ବଜାରରେ ଲିଚୁ ବିକ୍ରି କରୁଛି। ମୁଁ ଜାଣିବାରେ ତ ଚଢ଼େଇ ବହୁତ ଗରିବ ଥିଲା। ସେ ଏତେ ଲିଚୁ କୋଉଠୁ ଆଣୁଛି ଯେ ଏମିତି ବିକ୍ରି କରିପାରୁଛି? ମୁଁ ତା ପାଖରୁ କିଛି ଲିଚୁ କିଣି ମୋ ଝିଅ ପାଇଁ ନେଇଦିଏ। ଚଢ଼େଇ, ତୁ ଲିଚୁ ବିକ୍ରି କରୁଛୁ? ମତେ କିଛି ଲିଚୁ ଦେ, ମୁଁ ମୋ ଝିଅ ପାଇଁ ନେଇଦେବି। ହଁ ହଁ କାଉ ଭଉଣୀ, ଏଇ ନିଅ। ଚଢ଼େଇ, ଏ ଲିଚୁର ଦାମ କେତେ? ନା ନା କାଉ ଭଉଣୀ, ତୁମେ ଟଙ୍କା ଦିଅନି। ଚିକି ମାକୁ ଲିଚୁ ଭାରି ଭଲ ଲାଗେ। ଏସବୁ ମୋ ତରଫରୁ ତା ପାଇଁ ଉପହାର। ସତରେ ଚଢ଼େଇ, ତୋ ମନ ବହୁତ ବଡ଼। ଦିନେ ମୁଁ ତୋ ଝିଅକୁ ଗୋଟିଏ ମାତ୍ର ଲିଚୁ ଦେଇଥିଲି, ହେଲେ ତୁ ଆଜି ମୋ ଝିଅକୁ ଏତେ ସାରା ଲିଚୁ ଦେଉଛୁ। ମୋ ବ୍ୟବହାର ପାଇଁ ମତେ କ୍ଷମା କରିଦେ ଚଢ଼େଇ। ଆଉ ଏ ଲିଚୁ ପାଇଁ ତୋତେ ଅନେକ ଅନେକ ଧନ୍ୟବାଦ। କାଉ ଭଉଣୀ, ଯେବେ ବି ଲିଚୁ ଖାଇବାକୁ ଇଚ୍ଛା ହେବ ଆମ ଘରକୁ ଆସିବ। ଆଚ୍ଛା ଠିକ ଅଛି ଚଢ଼େଇ, ଆମେ ନିଶ୍ଚୟ ଯିବୁ। ତାପରେ ମା କାଉ ଲିଚୁ ନେଇ ଘରକୁ ଗଲା। ସେ ଆଉ ତାର ଝିଅ ଲିଚୁ ଖାଇଲେ। ସେମାନଙ୍କୁ ସେ ଲିଚୁ ବହୁତ ଭଲ ଲାଗିଲା। ସେଇ ଜଙ୍ଗଲରେ ଗୋଟେ ଦୁଷ୍ଟ ଶିଆଳ ରହୁଥିଲା। ସୁଯୋଗ ପାଇଲେ ସେ ଚଢ଼େଇ ମାନଙ୍କ ଘରୁ ଚୋରି କରୁଥିଲା। ଚଢ଼େଇ ମାନେ ଶିଆଳ ପାଇଁ ଅନେକ ଚିନ୍ତାରେ ଥିଲେ। ଥରେ ରାତିରେ ସେ ଶିଆଳ ଚଢ଼େଇର ଘର ରାସ୍ତା ଦେଇ ଯାଉଥିଲା। ଚଢ଼େଇର ଲିଚୁ ଗଛ ଦେଖି ଲିଚୁ ଚୋରି କରିବାକୁ ସେ ଚେଷ୍ଟା କଲା। ସେ ଯେତେ ଥର ବି ଲିଚୁ ଚୋରି କରିବାକୁ ଯାଉଥିଲା ସେ ତଳେ ପଡ଼ି ଯାଉଥିଲା। ଏ ସବୁ ମୋ ସହ କଣ ହେଉଛି? ମୁଁ ଏମିତି ପଡ଼ିଯାଉଛି କାହିଁକି? ନିଶ୍ଚୟ ଏ ଗଛରେ ଭୂତ ଅଛି। ମୁଁ ଏଠୁ ପଳାଏ। ଦୁଷ୍ଟ ଶିଆଳ, ତୁ ଏବେ ଏଠୁ କୁଆଡ଼େ ବି ଯାଇପାରିବୁନି। ତୁ ଚଢ଼େଇ ମାନଙ୍କର ଅନେକ କ୍ଷତି କରିଛୁ। ଏବେ ତୁ ଶାସ୍ତି ପାଇବୁ। ତୁ ଜୀବନ ସାରା ଚଢ଼େଇ ମାନଙ୍କର ସେବା କରିବୁ। ଏମିତି କହି ଲିଚୁ ଗଛ ଶିଆଳକୁ ଗୋଟେ ଆମ୍ବ ଗଛ କରିଦେଲା। ଆଉ ସେ ଗଛକୁ ଜଙ୍ଗଲ ମଝିରେ ଲଗେଇଦେଲା। ଆରେ, ଏ ଆମ୍ବ ଗଛ କାହାର? ଜଙ୍ଗଲ ମଝିରେ ଏମିତି କିଏ ଗଛ ଲଗେଇଛି? ଏ ଆମ୍ବ ଗଛ ତ ଆଗରୁ ଏଠି ନଥିଲା।
ଏ ଗଛ କାହାର ବି ନୁହଁ, ଏ ଗଛ ସମସ୍ତଙ୍କ ପାଇଁ। ତମେ ସମସ୍ତେ ଏ ଗଛର ଆମ୍ବ ଖାଇପାରିବ। ଏମିତି ଶୁଣି ସବୁ ଚଢ଼େଇ ଖୁସି ହେଇଗଲେ, ଆଉ ସମସ୍ତେ ମିଶି ସେ ପାଚିଲା ଆମ୍ବ ଖାଇଲେ। ସେପଟେ ଚଢ଼େଇ ବି ତା ଲିଚୁ ବିକ୍ରି କରି ଖୁସିରେ ରହିଲା।